ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ରୋମାନ କ୍ୟାଲେଣ୍ଡର ଅନୁସାରେ ଏହି ଡିସେମ୍ବର ମାସକୁ ବର୍ଷର ଶେଷ ମାସ ବୋଲି କୁହାଯାଏ। ଆଉ ଏହି ଡିସେମ୍ବର ମାସ ଖ୍ରୀଷ୍ଟମାସର ମାସ ବୋଲି କୁହାଯାଏ ଏବଂ ଖ୍ରୀଷ୍ଟିଆନ ମାନଙ୍କର ମାସ ବୋଲି ମଧ୍ୟ କୁହାଯାଏ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଦେଖୁ ଦେଖୁ ଆମେ 11ତମ ମାସକୁ ଅତିକ୍ରମ କରି 12ତମ ମାସ ଅର୍ଥାତ୍ ବର୍ଷର ଶେଷ ମାସରେ ପଦାର୍ପଣ କରିଛୁ। ଏହା ଆମମାନଙ୍କର ବୁଦ୍ଧି ଜ୍ଞାନ, ଭଲ ଖାଇବା ପିନ୍ଧିବା ନୁହେଁ, ଏହା ପରମେଶ୍ୱରଙ୍କ ଅନୁଗ୍ରହ ଅଟେ। ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ସେ ଆମମାନଙ୍କର ଯତ୍ନ ନେଇଛନ୍ତି। ଅଭାବ ସମୟରେ ଜିହବା ଜିରି ହୋଇ, ରୋଗ ସମୟରେ ଜିହବା ରଫା ହୋଇ ସେ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ରହି ଏପର୍ଯ୍ୟନ୍ତ କଢ଼ାଇ ଆଣିଛନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଗୋଟିଏ ଖ୍ରୀଷ୍ଟମାସ ମାସରେ ବାସ କରୁଛୁ। ଖ୍ରୀଷ୍ଟମାସ ସିଜନରେ ଆମେ ବସବାସ କରୁଛୁ। ଏହିପରି ସମୟରେ ବାକ୍ୟରୁ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଗୋଟିଏ ଛୋଟ ପ୍ରସଙ୍ଗ ଆଉ ଗୋଟିଏ ଛୋଟ ସନ୍ଦେଶ ଆପଣମାନଙ୍କ ନିକଟରେ ମୁଁ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଯୀଶୁ କେଉଁମାନଙ୍କ ପାଇଁ ଜନ୍ମଗ୍ରହଣ କଲେ। ଆଜିର ପ୍ରସଙ୍ଗ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ କେଉଁମାନଙ୍କ ନିମନ୍ତେ ଏହି ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କଲେ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟମାନେ, ଅନେକ କହନ୍ତି ଯେ ଯୀଶୁ ଖ୍ରୀଷ୍ଟ ଇସ୍ରାଏଲ ଦେଶ ନିମନ୍ତେ ଜନ୍ମଗ୍ରହଣ କଲେ, ସେ ଖ୍ରୀଷ୍ଟିଆନ ଲୋକମାନଙ୍କ ନିମନ୍ତେ ଜନ୍ମଗ୍ରହଣ କଲେ, ସେ ବିଦେଶୀୟ ଦେବତା, ସେ ବିଦେଶୀୟ ପ୍ରଭୁ, ଏହି ପ୍ରକାର ଅନେକ କଥା ଅନେକ ଭାଇ ଭଉଣୀମାନେ କହନ୍ତି। କିନ୍ତୁ ବାଇବଲ ଆମ୍ଭକୁ କ'ଣ କହେ? ବାଇବଲ ଗୋଟେ ସତ୍ୟ ପୁସ୍ତକ ଅଟେ। ଆଉ ବାଇବଲକୁ ପୃଥିବୀର ଅଧାରୁ ଅଧିକ ଲୋକ ବା ଅନେକ ଲୋକ ବାଇବଲକୁ ପଢ଼ନ୍ତି। ଆଉ ବାଇବଲ ଗୋଟେ ସତ୍ୟ ପୁସ୍ତକ ଅଟେ। ସେଥିପାଇଁ ପୃଥିବୀର ସବୁଠାରୁ ବାଇବଲ ଅଧିକ ବିକ୍ରି ହୁଏ। ଆଉ ପୃଥିବୀର ସବୁଠାରୁ ଅଧିକ ପଢ଼ୁଥିବା ପୁସ୍ତକ ହେଲା ବାଇବଲ। ଆଉ ଆମେ ବାଇବଲରୁ ଆଜି କଥାବାର୍ତ୍ତା ହେବା ଯେ ବାଇବଲ ଏହି ପ୍ରଶ୍ନର ଉତ୍ତର ସମ୍ବନ୍ଧରେ ଆମ୍ଭମାନଙ୍କୁ କ'ଣ କହେ। ପ୍ରିୟମାନେ, ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 10 ଆଉ 11 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଛି। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ଯେ ଖ୍ରୀଷ୍ଟିଆନ ଲୋକମାନଙ୍କର ଆନନ୍ଦଜନକ ସୁସମାଚାର ବୋଲି ଏହି ସ୍ଥାନ ଲେଖାଯାଉ ନାହିଁ। ଏହି ସ୍ଥାନ ଲେଖାଯାଉଛି ଯେ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଛି। କ'ଣ ସେ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର? 11 ପଦରେ ଲେଖାଗଲା, କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ଦେଶ ନିମନ୍ତେ, କୌଣସି ଜାତି ନିମନ୍ତେ, କୌଣସି ଗୋଟିଏ ଧର୍ମ ନିମନ୍ତେ ସେ ଜନ୍ମଗ୍ରହଣ କଲେ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସମଗ୍ର ପୃଥିବୀର ମାନବ ଜାତିର ପରିତ୍ରାଣ ନିମନ୍ତେ ସେ ଜନ୍ମଗ୍ରହଣ କଲେ। ଏହି ସ୍ଥାନରେ ସେଥିପାଇଁ ଲେଖାଗଲା ଯେ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ମୁଁ ତୁମକୁ ଜଣାଉଛି। ଏହା ସ୍ୱର୍ଗର ବାହିନୀ, ସ୍ୱର୍ଗର ଦୂତମାନେ ସେଇ ମେଷଜଗୁଆଳି ମାନଙ୍କୁ ସେ ଏହି ସନ୍ଦେଶ ଦେଉଛନ୍ତି ଆଉ କହୁଛନ୍ତି ଯେ ସମସ୍ତ ଲୋକଙ୍କର ଆନନ୍ଦଜନକ ସୁସମାଚାର ଆଜି ଆମେ ତୁମ ନିକଟରେ ନେଇ ଆସିଛୁ। ତାହା କ'ଣ? ଯେ ଆଜି ତୁମ ପାଇଁ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି। ପ୍ରିୟମାନେ, ଯଦି ପାପରୁ ଉଦ୍ଧାର କରିବା ପାଇଁ, ପାପରୁ ପରିତ୍ରାଣ କରିବା ପାଇଁ ଯଦି ଏହି ପୃଥିବୀ ପୃଷ୍ଠରେ ଯଦି କିଏ ଜନ୍ମ ନେଇଛନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ବିନା ଆମର ପାପ କେବେ କ୍ଷମା ହୁଏ ନାହିଁ। ଆଉ ତାହାଙ୍କ ବିନା ଆମେ କେବେ ମଧ୍ୟ ପାପରୁ ଆମେ ପରିତ୍ରାଣ ପାଇପାରିବା ନାହିଁ। ଆଜି ଅନେକ ଭାଇ ଭଉଣୀମାନେ ଯେଉଁ ସମୟରେ ସେମାନେ ପାପରେ ଥିଲେ, ବନ୍ଧନରେ ଥିଲେ, ଅଭିଶାପରେ ଥିଲେ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ସେମାନେ ଗ୍ରହଣ କଲେ, ସେମାନେ ସେ ପାପର ବନ୍ଧନରୁ ସେମାନେ ମୁକ୍ତ ହେଲେ। ନହେଲେ ସେମାନେ ଯେତେ ଚାହିଁଲେ ମଧ୍ୟ
ମୁଁ ମଦ ପିଇବି ନାହିଁ ଭାବିଲା ପରେ ମଧ୍ୟ ସେମାନେ ମଦ ପିଉଥିଲେ। ଯେତେ ଚାହିଁଲେ ମଧ୍ୟ ସ୍ତ୍ରୀକୁ ମୁଁ ମାରିବି ନାହିଁ ତଥାପି ସେମାନେ ସ୍ତ୍ରୀକୁ ବାଡ଼ଉଥିଲେ। ଯେତେ ଚାହିଁଲେ ମଧ୍ୟ ମୁଁ ଚୋରି କାମ କରିବି ନାହିଁ ତଥାପି ସେମାନେ ଚୋରି କାମ କରୁଥିଲେ, କାରଣ ସେମାନେ ବନ୍ଧନରେ ଥିଲେ। ଆଉ ଆଜି ଅନେକ ଭାଇ ଭଉଣୀମାନେ ସୋସିଆଲ ମିଡିଆରେ ଆମେ ଅନେକଙ୍କ ସାକ୍ଷ୍ୟ ଶୁଣିଛୁ, ଆମମାନଙ୍କ ମଣ୍ଡଳୀରେ, ଗାଁରେ, ସାହିରେ ଏଇ ପ୍ରକାର ଅନେକ ଭାଇ ଭଉଣୀମାନେ ଅଛନ୍ତି ଯେଉଁମାନେ କି ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବେ ସେମାନେ ପାପରେ ଥିଲେ। ଆଉ ସେହି ତ୍ରାଣକର୍ତ୍ତା ଯେତେବେଳେ ତାଙ୍କ ଜୀବନକୁ ପଳାଇ ଆସିଲେ, ସେହି ତ୍ରାଣକର୍ତ୍ତା ସେମାନଙ୍କୁ କଣ କଲେ? ସେ ପାପରୁ ସେ ଉଦ୍ଧାର କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ସେ ଜନ୍ମ ହୋଇନଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଇସ୍ରାଏଲ ଦେଶ ପାଇଁ ସେ ଜନ୍ମ ଗ୍ରହଣ କରିନଥିଲେ, ସମସ୍ତଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟ ସେ ଜନ୍ମ ଗ୍ରହଣ କଲେ। ଆଜି ଆପଣ ଯିଏ ବି ମୋତେ ଶୁଣୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ହେଇପାରେ ଅନ୍ୟ କୌଣସି ଧର୍ମ, ଜାତି, ବର୍ଣ୍ଣ, ଆପଣ ଶିକ୍ଷିତ, ଅଶିକ୍ଷିତ, ଧନୀ, ଦରିଦ୍ର, ଆପଣ ଯିଏ ବି ହୁଅନ୍ତୁ ନା କାହିଁକି, ଯୀଶୁ ହିଁ ଆପଣଙ୍କୁ ପାପରୁ ପରିତ୍ରାଣ କରିବେ। ବେବିଚାର ପାପରୁ, ଲୋଭରୁ, ମଦ ପିଇବା, ମିଛ କହିବା, ଚୋରି କରିବା, ଯେକୌଣସି ପାପ ଆପଣ ଛାଡ଼ି ପାରୁନାହାନ୍ତି, ସେଇଥିରୁ ଯୀଶୁ ହିଁ ଆପଣଙ୍କୁ ପରିତ୍ରାଣ କରିବେ। ଅତୀତ କାଳର ପାପରୁ ଯୀଶୁ ହିଁ ଆପଣଙ୍କୁ କ୍ଷମା କରିବେ, ଯୀଶୁ ହିଁ ଆପଣଙ୍କୁ ବନ୍ଧନ ମୁକ୍ତ କରିବେ। ଯୀଶୁଙ୍କ ଛଡ଼ା କାହାଠାରେ ପରିତ୍ରାଣ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏହି ସତ୍ୟତାକୁ ଆମେ ଜାଣିବା। ଆଜି ଯୀଶୁ ଖ୍ରୀଷ୍ଟଙ୍କୁ କେହି ଗ୍ରହଣ କଲେ ବି ସେ ଆମର ପ୍ରଭୁ ଅଟନ୍ତି, ଗ୍ରହଣ ନ କଲେ ମଧ୍ୟ ସେ ପ୍ରଭୁ ଅଟନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଏଇ ପ୍ରକାର ଜଣେ ପରମେଶ୍ୱର ଆମକୁ ପ୍ରେମ କରି, ମାନବ ଜାତିକୁ ପ୍ରେମ କରି ସେ ମାନବ ରୂପ ଧାରଣ କରି এই ପୃଥିବୀ ପୃଷ୍ଠକୁ ଆସିଲେ। ପ୍ରଭୁଙ୍କର ଗୌରବ ହଉ। ମୁଁ ଆପଣମାନଙ୍କ ନିମନ୍ତେ ଆଉ ଗୋଟେ ପଦ ପଢିବା ପାଇଁ ଚାହେଁ। ତିତୋସ ପତ୍ରିକା 2 ଅଧ୍ୟାୟ ତାର 11 ପଦରେ ଲେଖାଗଲା, କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି। ପ୍ରଭୁଙ୍କର ଗୌରବ ହଉ। ଏହି ସ୍ଥାନ ଲେଖାଯାଏ ଯେ ଖ୍ରୀଷ୍ଟିଆନ ମାନବ, ଇସ୍ରାଏଲ ଦେଶର ମାନବ, ଏଇ ପ୍ରକାର ଲେଖାଯାଉନି, ଲେଖାଯାଉଛି ସମସ୍ତ ମାନବର ପରିତ୍ରାଣ ନିମନ୍ତେ। ମାନବ ପାପୀ ଅଟେ, ସମସ୍ତ ମନୁଷ୍ୟମାନେ ପାପୀ ଅଟନ୍ତି, ଆଉ ସେମାନଙ୍କୁ ପରିତ୍ରାଣର ଆବଶ୍ୟକ ରହିଛି, ଉଦ୍ଧାର ଆବଶ୍ୟକ ରହିଛି। ଆଉ ସବୁ ମାନବର ପରିତ୍ରାଣ, ସମସ୍ତ ମାନବ ଜାତିର ପାପ କ୍ଷମା କେବଳ ଯୀଶୁଙ୍କ ପାଖରେ ରହିଛି। କାରଣ ଯୀଶୁ ହିଁ ଜଣେ ପବିତ୍ର, ଆଉ ସେ ସ୍ୱୟଂ ପରମେଶ୍ୱର। ସେ ମନୁଷ୍ୟ ରୂପ ଧାରଣ କରି ଆପଣା ସ୍ୱନିର୍ମିତ ମନୁଷ୍ୟକୁ ପାପରୁ ଉଦ୍ଧାର କରିବା ପାଇଁ ସେ ପୃଥିବୀ ପୃଷ୍ଠକୁ ଆସିଲେ। ଏ ସ୍ଥାନ ଲେଖାଯାଏ ଯେ ସମସ୍ତ ମାନବ ଜାତିର ପରିତ୍ରାଣ ନିମନ୍ତେ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କଲେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କ ନିକଟରେ ଆଉ ଗୋଟେ ବାକ୍ୟ ପଢ଼ି ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟ, ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟ 42 ପଦରେ ଲେଖାଗଲା, ଆଉ ସେମାନେ ସେଇ ସ୍ତ୍ରୀକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁନାହୁଁ, କାରଣ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା ଏହା ଆମ୍ଭେମାନେ ଜାଣିଅଛୁ। ପ୍ରଭୁଙ୍କର ଗୌରବ ହଉ। ଏହି କଥା ଜିହୁଦୀ ଲୋକମାନେ କହୁନାହାନ୍ତି, ଏହି କଥା ଖ୍ରୀଷ୍ଟିଆନ ମାନେ କହୁନାହାନ୍ତି, ଏହି କଥା ବିଜାତି ମାନେ ଅର୍ଥାତ୍ ସମୀରଣୀୟ ଲୋକମାନେ, ଅଣଜିହୁଦୀ ଲୋକମାନେ ଯୀଶୁଙ୍କୁ ଦେଖି କହୁଛନ୍ତି ଯେ ଏ ହେଉଛନ୍ତି ଜଗତର ତ୍ରାଣକର୍ତ୍ତା। ଜଗତର କଣେ ବିକଣେ ଯେହି ବି ହୁଅନ୍ତୁ, ଯୀଶୁଙ୍କ ବିନା କେହି ମଧ୍ୟ ପରିତ୍ରାଣ ଦେଇପାରିବେ ନାହିଁ। ଏ ସ୍ଥାନ ଲେଖାଯାଉଛି ଯେ ଜଗତର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଗତକୁ ଉଦ୍ଧାର କରିବା ପାଇଁ, ଜଗତର ସମସ୍ତ ମାନବ ଜାତିକୁ ପରିତ୍ରାଣ ଦେବା ପାଇଁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ସେ ମାନବ ରୂପ ଧାରଣ କରି ଅବତୀର୍ଣ୍ଣ ହେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଆମେ ଜାଣି ରଖୁ ଯେ ଯୀଶୁ ଖ୍ରୀଷ୍ଟ କୌଣସି ଦେଶ ପାଇଁ, କୌଣସି ଜାତି ପାଇଁ, କୌଣସି ଧର୍ମ ପାଇଁ, କୌଣସି ଗୋଷ୍ଠୀ ପାଇଁ, କୌଣସି ବର୍ଣ୍ଣ ପାଇଁ ସେ ଜନ୍ମଗ୍ରହଣ କଲେ ନାହିଁ। ସେ ସମସ୍ତ ଜଗତ ନିମନ୍ତେ ସେ ଜନ୍ମଗ୍ରହଣ କଲେ। କାହିଁକି ଜନ୍ମଗ୍ରହଣ କଲେ? ଯେପରି ତାହାଙ୍କ ଦ୍ୱାରା ମାନବ ଜାତିର ପରିତ୍ରାଣ ହେବ, ଯେପରି ତାହାଙ୍କ ଜନ୍ମ ଦ୍ୱାରା ଜଗତ ଉଦ୍ଧାର ପାଇବ। ଏହି ଉଦ୍ଦେଶ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତର ମାନବ ଜାତିର ପରିତ୍ରାଣ ନିମନ୍ତେ